ଗଞ୍ଜାମ ଜିଲ୍ଲାର ଏକ ଉତ୍ସବ ରୂପେ ବେଶ୍ ପରିଚିତ ଚୈତ୍ରମାସ ଦଣ୍ଡନାଚ। ପବିତ୍ର ଚୈତ୍ର ମାସରେ ଏହି ଦଣ୍ଡନାଚ ସାରା ଜିଲ୍ଲାରେ ଏକ ବଡ଼ ପର୍ବ ରୂପେ ପାଳିତ ହୋଇ ଆସୁଛି। ଏହି ଦଣ୍ଡନୃତ୍ୟ ବର୍ତ୍ତମାନ ରାଜ୍ୟର 14ଟି ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ମାନସିକ ଦଣ୍ଡଧାରୀ ଭକ୍ତମାନେ ନିଜ ଗୃହ ପରିତ୍ୟାଗ କରି ଦୀର୍ଘ 13 ଦିନ ବ୍ୟାପୀ ଏହି ଉତ୍ସବରେ ଯୋଗ ଦେଇଥାନ୍ତି। ନିକଟ ଅଞ୍ଚଳର ଦଣ୍ଡ ମନ୍ଦିରକୁ ଯାଇ ସଂକଳ୍ପ ସହ ପଇତା ଧାରଣ କରିଥାନ୍ତି। ମା ଦଣ୍ଡକାଳୀଙ୍କ ଏହି ସୁସଜ୍ଜିତ ପାଲିଙ୍କିରେ ମାଙ୍କୁ ଧାରଣ କରିଥାନ୍ତି। ସେହିଭଳି ଚମ୍ପାବର, ଅଗ୍ନିଦଣ୍ଡ, ଝୁଣାହାଣ୍ଡି, ପତାକା, ମୟୂର ପିଞ୍ଛ ଧରି ଢୋଲ ଘଣ୍ଟ ବାଦ୍ୟରେ ତାଳେ ତାଳେ ଦେଇ ଖାଲି ପାଦରେ ଗ୍ରାମକୁ ଗ୍ରାମ ପରିକ୍ରମା କରିଥାନ୍ତି। ମା ଦକ୍ଷିଣକାଳୀ ଆଜି ସତ୍ୟନାରାୟଣପୁର ଗ୍ରାମରେ ଜଗନ୍ନାଥ ପଣ୍ଡାଙ୍କ ମାନସିକଧାରୀ ମନସ୍କାମନା ପୂର୍ଣ୍ଣ ପାଇଁ ମା ଗ୍ରାମରେ ପରିକ୍ରମା କରିଥିଲେ। ମାନସିକଧାରୀଙ୍କ ଦୁଆର ମୁହଁରେ ମାଙ୍କୁ ସ୍ଥାପନ କରି ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସନ୍ଧ୍ୟା ଆଳତି, ଭୋଗ ପରେ ରାତ୍ରିରେ ବିଭିନ୍ନ ପୌରାଣିକ ଓ ସାମାଜିକ ନାଟକ ପରିବେଷଣ କରିଥାନ୍ତି। ଗଞ୍ଜାମରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।